ଯମନକିରା ମଣ୍ଡଳ ସଭାପତି ଓ ଜିଲ୍ଲା ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା ଉତ୍ସବ। ସୂଚନା ଅନୁଯାୟୀ ସ୍ଥାନୀୟ ରାଜସ୍ୱ ବଙ୍ଗଳାଠାରେ ବିଜେପି ଯମନକିରା ମଣ୍ଡଳର ନୂଆ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ପୂର୍ବତନ ମଣ୍ଡଳ ସଭାପତି ଅମୋଘ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୂଆ ମଣ୍ଡଳ ସଭାପତି ଭାବେ ନିର୍ବାଚିତ ହୋଇଥିବା ବିଜୟ ନାୟକ ଓ ମଣ୍ଡଳ ଜିଲ୍ଲା ପ୍ରତିନିଧି ସୁନୀଲ ମୁଦୁଲିଙ୍କୁ ପୁଷ୍ପଗୁଚ୍ଛ ଫୁଲମାଳ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସେହିପରି କାର୍ଯ୍ୟକ୍ରମରେ ନୂଆ ନିର୍ବାଚିତ ହୋଇଥିବା ଗୁଣ୍ଡୁଚୁଆ ମଣ୍ଡଳ ସଭାପତି ମନୋଜ ମାଝୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ରମେଶ ସାହୁ ଓ ଶ୍ରୀକାନ୍ତ ପଟେଲ, ଜିଲ୍ଲା ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଜିଲ୍ଲା ସମ୍ପାଦକ ବିଭୂତି କଲ୍ୟାଣ ପଟେଲ, ପୂର୍ବତନ ମଣ୍ଡଳ ସଭାପତି ଅମୋଘ ପାଣିଗ୍ରାହୀ, ପୂର୍ବତନ ମଣ୍ଡଳ ସଭାପତି ଦୁଷ୍ମନ୍ତ ନାୟକ, ବରିଷ୍ଠ ବିଜେପି ନେତା ଗୋକୁଳାନନ୍ଦ ଦାନୀ ପ୍ରମୁଖ ମଞ୍ଚାସୀନ ଥିଲେ। ନୂଆ ଦାୟିତ୍ୱ ଗ୍ରହଣ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ ସହ ଆଗାମୀ ଦିନରେ ବିଜେପି ଦଳକୁ ଆହୁରି ମଜବୁତ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ୱାର୍ଡ ମେମ୍ବର ଠାରୁ ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପର୍ଯ୍ୟନ୍ତ ସମସ୍ତ ଆସନକୁ ବିଜେପି ହାତେଇବା ପାଇଁ ସାଂଗଠନିକ କାର୍ଯ୍ୟ କରିବାକୁ ସଂକଳ୍ପ ନେବେ ବୋଲି ମଞ୍ଚାସୀନ ଅତିଥିମାନେ କହିଥିଲେ। ସେହିପରି ବିକଶିତ ଭାରତ ସହିତ ବିକଶିତ ଓଡ଼ିଶା ଲକ୍ଷ୍ୟ ରଖି ଆଗାମୀ 2047 ମସିହା ପର୍ଯ୍ୟନ୍ତ କିଭଳି ଭାରତୀୟ ଜନତା ପାର୍ଟିର ସରକାର ରହିବ ସେଥିପାଇଁ ସମସ୍ତ ନବନିର୍ବାଚିତ କର୍ମୀମାନଙ୍କୁ ତୃଣମୂଳ ସ୍ତରରେ ଗାଁ ଲୋକଙ୍କ ସହିତ ମିଶି ବିଭିନ୍ନ ମୌଳିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଉଦ୍ୟମ କରିବାକୁ ହେବ ବୋଲି କୁହାଯାଇଥିଲା। କାର୍ଯ୍ୟକ୍ରମରେ ଯମନକିରା ମଣ୍ଡଳ ଅଧୀନ 10 ଗୋଟି ପଞ୍ଚାୟତ ଅଞ୍ଚଳର ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଞ୍ଚଳର 45 ଗୋଟି ବୁଥ ସ୍ତରର ବରିଷ୍ଠ କାର୍ଯ୍ୟକର୍ତ୍ତା, ବୁଥ ସଭାପତି, ଶକ୍ତି ସଖୀ, ଲାଭାର୍ଥୀ, ସକ୍ରିୟ କର୍ମୀ, ଶକ୍ତି କେନ୍ଦ୍ର ପ୍ରମୁଖ ବହୁ ସଂଖ୍ୟାରେ କର୍ମୀମାନେ ଉପସ୍ଥିତ ରହିଥିଲେ। ଯମନକିରାରୁ ହେମନ୍ତ ଭୈଁସାଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ। विजय कुमार नायक, बड़रमा सरपंच। आज आमर भारतीय जनता पार्टी आमर जमनकिरा मंडल सभापति दायित्व देइछन। आज दायित्व अवसर में मुझे कहबी जे आज जमनकिरा रे आमर दायित्व आज मु ग्रहण कली। दायित्व नेला परे गोटे कथा कहबी जे भारतीय जनता पार्टी जे कि आज आमर भारत वर्षर प्रधानमंत्री नरेंद्र मोदी अछंती एवं आमर ओडिशा सरकार मोहन सरकार जे कि मोहन माझी ओडिशा रो दायित्व नहीं छंती। से अवसर रे आज आमर मुख्य दायित्व अछि जे आमर मंडल रो जो नुआन 10टा पंचायत को लेकिन जो नुआन अच्छी जो नुआन 10टी पंचायत अच्छी प्रत्येक पंचायत रो बूथ स्तर को आम मजबूत करूँ। प्रत्येक बूथ स्तर को जाकर संगठन मजबूत करूँ एवं मो बहुत मजबूत कार्यक्रम रहिबो एवं प्रत्येक बूथ रे हमर जो गाँ गुड़ा को लेके बूथ गठित हेछि से गाँ रो मुख्य समस्या जहाँ अच्छी से समस्या उपरे आज भारतीय जनता पार्टी काम करिवो। मोर दायित्व रहिबो आमर मंडल रो ता संगे संगे हम सरकार को योजना जहाँ अच्छी आमर रास्ता कथा कहतु, पानी समस्या कथा कहतु एवं राशन व्यवस्था कहतु, भत्ता व्यवस्था कहतु एवं जहाँ जहाँ भी समस्या अच्छी आमर सरकार को योजना को देखी आम से समस्या समाधान करूँ एवं आमर मंडल को उन्नति करूँ एवं मंडल उन्नति हेले जिला उन्नति हेबो, जिला उन्नति हेले आम राज्य उन्नति हेबो, ता संगे संगे आम देशर उन्नति हेबो एवं निश्चित भाव कौन नागरिक समस्या जेपरी रही ता उपरे आम काम करूँ। प्रतिनिधि भाव में मत जिला कमिटी पठे आज आमर तो समावेश थिला संवर्धना सभा ये आमर सभापति मंडल सभापति के तापरे मंडल प्रतिनिधि जिला स्तर के जीवा लगी आज संवर्धना सभा देले कले फूल उपरोकन देकरी
ତାଙ୍କୁ ଜମନକା ମଣ୍ଡଳଟା କିପରି ଭାବରେ ଆଗକେ ଯିବା ତାର ଉପରେ ଆଲୋକପାତ କଲେ। ଆଉ ବିଗତ ଦିନରେ ବି 34 ବର୍ଷ ହେଲା ମୁଁ ରାଜନୀତି କ୍ଷେତ୍ରରେ ଉତରେଇଛେ। ଷ୍ଟୁଡେଣ୍ଟ ଛାତ୍ର ଅମଳରୁ ମୁଁ ରାଜନୀତି କରୁଥିଲି। ତାପରେ ମୁଁ ଆସିକରି ସଂଗଠନ ଆରମ୍ଭ କରିକିରି ଆଜି 3 ବାର ସାଂସଦର ପ୍ରତିନିଧି ଭାବେ ଥିଲି। ତାପରେ ଗୋଟେ ଟର୍ମ ଥିଲି ସମ୍ପାଦକ ହିସାବରେ, ତାପରେ ଜିଲ୍ଲା ସମ୍ପାଦକ ଥିଲି। ଆଉ ଆଜି ମତେ 57 ବର୍ଷରେ ବି ଭାଇମାନେ କର୍ମୀମାନେ ପାର୍ଟିର ଦାୟିତ୍ୱ ଦେଇ ଦେଇଛନ୍। ବହୁତ ବଡ଼ ଦାୟିତ୍ୱଟେ। ନିଶ୍ଚିତ ଭାବରେ ମୁଁ ତାକେ ସୁଚାରୁ ରୂପେ ଆମର ଯୁବକ ଭାଇମାନଙ୍କୁ ଲଗାଇକିରି ଆଗାମୀ ପିଢ଼ିକେ ଲଗାଇକିରି ଜମନଗିରା ପଞ୍ଚାୟତରେ ଯେନ୍ତା ବିଜେପି ମାନେ ମଜବୁତ ହେବା ସେ ପ୍ରୟାସ ଜାରି ରଖିକିରି ଆଜି ଶପଥ ନେବି ମୁଁ। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।